ଯେତେବେଳେ ଛୋଟ ଥିଲି ମୋ ବାବା ବୋଉ ଚାହା ପିଇଲା ସମୟରେ ମୁଁ ଟିକେ ଚାହା ମାଗିଦିଏ। ମୋ ବାବା ଟିକେ ରାଗି ଯାଇ କୁହନ୍ତି, ଛୋଟ ପିଲା ଚା ପିଅନ୍ତିନି, ଭଲ ନୁହେଁ। କିନ୍ତୁ ମୋ ବୋଉ ଲୁଚେଇକି ବାବାଙ୍କୁ ମୋତେ ଚାହା ଦିଏ। ଖାଲି ଚାହା ଦିଏନି ମ, ସେଥିରେ ରୁଟି ଛିଡ଼େଇକି ପକେଇକି ଦିଏ ଆଉ ମୁଁ ତାକୁ ଖାଇସାରିବା ପରେ ପାଣି ପିଇଦିଏ। ମୋ ବୋଉ କହେ, ଚାହା ପିଇ ସାରିବା ପରେ ପାଣି ପିଅନ୍ତିନି ରେ ମା, ଦାନ୍ତ ତକ ସବୁ ଜଲ୍ଦି ଝଡ଼ିଯିବ, ପାକେଇ ହେଇଯିବୁ, ତତେ ପାକେଇ ବୁଢ଼ୀ ବୋଲି ଡାକିବେ। ଛୋଟବେଳ କଥା ବହୁତ ମନେ ପଡ଼େ ନା ବଡ଼ ହୋଇଗଲା ପରେ। ଯେତେବେଳେ ଘରେ ଜଳଖିଆ କରିବାକୁ କିଛି ନଥାଏ, ମୁଁ ଚାହା ଟିକେ କରି ସେଥିରେ ରୁଟି ଛିଡ଼େଇ ପକେଇକି ମୋ ପିଲାମାନଙ୍କୁ ଖାଇବାକୁ ଦିଏ ଆଉ ମୋ ପିଲାମାନେ ତାକୁ ଶାନ୍ତିରେ ଖାଇଦିଅନ୍ତି। ଆଉ ସେ ସ୍ମୃତିକୁ ମୁଁ ମୋ ପିଲାମାନଙ୍କ ପାଖରେ ଛାଡ଼ୁଛି। ସେମାନେ ବି ବଡ଼ ହେଲେ ମନେ ପକାଇବେ ଆମ ମମ୍ମି ଏମିତି ହିଁ ଆମକୁ କରିକି ଦେଉଥିଲେ ବୋଲି। ଆପଣମାନେ ବି ଏ ପିଲାଦିନର ସ୍ମୃତିକୁ ସାଉଁଟୁଛନ୍ତି ନା? ଯଦି ହଁ, ମୋତେ କମେଣ୍ଟରେ ନିଶ୍ଚୟ ଜଣାଇବେ। ରହିଲି, ଜୟ ଜଗନ୍ନାଥ।